ପୁରୀର ସବିତା ସ୍ମୃତି ସାହିତ୍ୟ ସଂସଦର ସଭାଗୃହରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ପ୍ରିୟ ପତ୍ରର ସମ୍ପାଦକ ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତ ରାୟ। ସଭାକୁ ସଂଯୋଜନା କରିଥିଲେ ମହେନ୍ଦ୍ର କୁମାର ଦାସ। ଏହି ସଭାରେ ନିର୍ମଳ ଚନ୍ଦ୍ର ମିଶ୍ର, ପ୍ରଭାତ ଚନ୍ଦ୍ର ରଥ, ଚନ୍ଦ୍ରଶେଖର ମହାରଣା, ଉମାକାନ୍ତ ମହାପାତ୍ର, ବିଚିତ୍ରା ଦାସ, ଡକ୍ଟର ସୁଚିତ୍ରା ରଥ, ହେମାଙ୍ଗିନୀ ମହାନ୍ତି, ଯୋଗେଶ୍ୱର ପ୍ରହରାଜ, ଡକ୍ଟର ହେମନ୍ତ କୁମାର ଛୋଟରାୟ, ସାରଙ୍ଗଧର ଷଡ଼ଙ୍ଗୀ, ଶ୍ୟାମପ୍ରକାଶ ସେନାପତି, ଅନନ୍ତ ପ୍ରଧାନ, ସନ୍ଧ୍ୟାରାଣୀ ସେଠୀ, ଜାନକୀ ବଲ୍ଲଭ ଦାସ, ପ୍ରଭାତ ନଳିନୀ ମିଶ୍ର, ଅଶୋକ ମହାନ୍ତି ଯୋଗଦେଇ ସ୍ୱରଚିତ କବିତା ପାଠ କରିବା ସହ ମାତୃଭାଷା ପ୍ରତି ନିଜ ନିଜର କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଗୁଗୁଲ ମିଟ୍ ମାଧ୍ୟମରେ ସଭାରେ ଯୋଡ଼ି ହୋଇ ଡକ୍ଟର ପଙ୍କଜ ନଳିନୀ ପଟ୍ଟନାୟକ, ଦିବ୍ୟ ଦର୍ଶନର ସମ୍ପାଦିକା ପ୍ରଭାସିନୀ ମିଶ୍ର, ଗ୍ରାମ୍ୟ ରମ୍ୟର ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାସ, ମମତା ବାରିକ, ବିଜୟଲକ୍ଷ୍ମୀ ଆଚାର୍ଯ୍ୟ, ନୀଳାମ୍ବର ରଥ, ଅଭିନବ ପଟ୍ଟନାୟକ, ମିନତୀ ମିଶ୍ର ଯୋଗଦେଇ ମାତୃଭାଷାର ରକ୍ଷା ଦିଗରେ ନିଜର ବକ୍ତବ୍ୟ ରଖିବା ସହ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ଶେଷରେ ଚିନ୍ମୟ ବିବେକ ଧନ୍ୟବାଦ ଅର୍ପଣ କରିଥିଲେ। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁ କରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।